ଆମର ରିଲିଜ ହେଇଯାଇଛି ଛକି ସୁନ। ଛକି ସୁନ ତ ସମସ୍ତେ ପ୍ରାୟ ଲୋକ ଯାଇଛନ୍ତି ଦେଖିବାକୁ। ଯୋଉମାନେ ବି ଯାଇନାହାନ୍ତି କିଛି ଅସୁବିଧା ନାହିଁ, ମୁଁ ଆଜି ରିଭ୍ୟୁ ନେବି ୟାର। ଫୁଲ୍ ଡିଟେଲ୍ସ କହିବି କେମିତି ହେଇଛି ମୁଭି, କେମିତି ଭଲ ହେଇଛି ନା ଖରାପ ହେଇଛି, କେତେ ରେଟିଂସ୍ ଦରକାର, ସବୁ ଖୋଲିକି କହିବି। ସେଥିପାଇଁ ଲାଷ୍ଟ ପର୍ଯ୍ୟନ୍ତ ଭିଡ଼ିଓଟିକୁ ଦେଖ। ଆଉ ସମସ୍ତେ ଚ୍ୟାନେଲକୁ ଗୋଟେ ଗୋଟେ ସବସ୍କ୍ରାଇବ କର, ଯେହେତୁ ଆମ ନୂଆ ଚ୍ୟାନେଲ ନିହାତି ବି ତମମାନଙ୍କର ସପୋର୍ଟ ଦରକାର। ତ ସମସ୍ତେ ଗୋଟେ ଗୋଟେ ଲାଇକ୍ କର, କମେଣ୍ଟ କର ମୁଁ ଯାହା ରେଟିଂ ଦେଇଛି ଠିକ୍ ଦେଇଛି ନା ନାହିଁ, ଆଉ ସବସ୍କ୍ରାଇବ କରିନିଅ। ତ ଫାର୍ଷ୍ଟ ଥିଙ୍ଗ ହେଲା ଛକି ସୁନ। ଛକି ସୁନ ହେଉଛି ଅନୁଭବ ଭାଇଙ୍କର ସୁପରଷ୍ଟାରଙ୍କର। ଯେହେତୁ ଅନୁଭବ ଭାଇ ଅଛନ୍ତି, ନିହାତି ମୁଁ ତ ତାଙ୍କ ଫ୍ୟାନ୍, ସିଓର ଯାଇଥିଲି ଦେଖିବାକୁ। ଦେଖିଲି ଏବଂ ଏଣ୍ଟ୍ରି ଯେତେବେଳେ କଲି, ଏଣ୍ଟ୍ରି କଲା ପରେ ପ୍ରଥମେ ଯେତେବେଳେ ଷ୍ଟାର୍ଟ ହେଲା ସତରେ ଭଲ ଲାଗିଲା। ଭଲ ଲାଗିଲା କାରଣ ଅନୁଭବ ଭାଇଙ୍କର ଯେଉଁ ଷ୍ଟାଇଲ, ସବୁ ଚାଲିବା ଷ୍ଟାଇଲ କଥା, ସବୁ ଆକ୍ଟିଂ ଦିଗ ଓଭର ଆକ୍ଟିଂ ନଥିଲା। କାରଣ ଯେତେ ବି ଫିଲ୍ମ ହଉ ମୁଭି ହଉ ଓଭର ଆକ୍ଟିଂ ନହେଲେ ହିଁ ବେଟର ହୁଏ। ଠିକ୍ ଅଛି, ତ ବହୁତ ଭଲ ଥିଲା। ଆଉ ଯଦି ଡିମେରିଟ୍ସ କହିବି, ଖରାପ କହିବି, ତାହେଲେ ଖରାପଟା ହେଉଛି, ନାଇଁ ଖରାପଟା ତ ଲାଷ୍ଟ କହିବା, ଫାଷ୍ଟ ଦେଖିବା କ'ଣ ହେଇଥିଲା। ଦେଖ, ଯେଉଁ ଆମର ମ୍ୟୁଜିକ୍ ହେଇଥିଲା, ରିମେକ୍ ହେଇଥିଲା ବାଳୁଙ୍ଗା ଟୋକା ହେରିକା, ସେଇଟା ଲାଷ୍ଟରେ ଦିଆଯାଇଛି, ଯେଉଁଟାକି ମଝିରେ ହୁଏତ କେଉଁଠି ଟୁଇଷ୍ଟ ଭଳିଆ ଦେଇଥିଲେ ଭଲ ଲାଗିଥାନ୍ତା। ଲାଷ୍ଟକୁ ଦିଆଯାଇଛି, ଭଲ ହେଇଛି, ସଙ୍ଗ ବି ଭଲ ହେଇଛି, କିଛି କଥା ନାହିଁ। ରେଟିଂ ସଙ୍ଗର ପାଇଁ 5ରୁ 3 ଦେବି, ସବୁ ସଙ୍ଗ ପାଇଁ 3 ଦେବି। ଆଉ ବାକି ରହିଲା ଯେଉଁ ଆମର ଗୋଟେ ରୋମାଣ୍ଟିକ ସଙ୍ଗ ଥିଲା, ସେଇଟା ମଝିରେ କିଛି ଦେବାର ହିଁ ନଥିଲା। ଓକେ, ମଝିରେ କିଛି ଦେବାର ହିଁ ନଥିଲା, ସେଇଟା ମଝିରେ ଦିଆଯାଇଛି, ଯେଉଁଟାକି ତାର ମୂଲ୍ୟ ହିଁ ନାହିଁ କିଛି, ହେଲା। ଆଉ ସସ୍ପେନ୍ସ ତ ପୁରା ଭରି ହେଇକି ଅଛି। ମେରିଟ୍ସ ହେଲା, ମେନ୍ କଥା ହେଲା ସସ୍ପେନ୍ସ ପୁରା ଭରି ହେଇକି ଅଛି, ତମକୁ ପୁରା ଲାଷ୍ଟ ପର୍ଯ୍ୟନ୍ତ ବାନ୍ଧି ହେଇକି ରଖିବ। ସମସ୍ତେ ଯାଉ ଯାଉ ଜାଣିପାରିବନି କେତେବେଳେ ଟାଇମଟା ସରିଗଲା, ସମସ୍ତଙ୍କୁ ବାନ୍ଧିକି ରଖିବ। ଏଇଟା ନିହାତି ନୋଟ୍ ଆଉଟ୍ କରିକି ନିଅ। ଓକେ, ତମର ପଇସା ବର୍ବାଦ ହେବାର ନାହିଁ। 200 ଟଙ୍କା ଦେଇକି ଯାଇଛ, ନିହାତି ଭାବେ ଭଲରେ ଦେଖିକି ଆସିବ, ଫ୍ୟାମିଲିକୁ ଧରିକି ଯାଆନ୍ତୁ। ତାପରେ ଅଛି ନେକ୍ସଟ ହେଲା ଯେତେବେଳେ ବିଜିଏମ୍କୁ ଦେଖାଯାଏ। ବିଜିଏମ୍ କଥା କର୍ମ ସହିତ କାହିଁ ମୋତେ ଠିକ୍ ଲାଗିଲାନି। କର୍ମ ଇଜ ଦ ବେଷ୍ଟ ଇନ୍ ବିଜିଏମ୍, ହେଲା, କିନ୍ତୁ ଏଇଟାରେ ବିଜିଏମ୍ଟା କାହିଁ ମୋତେ ଏତେ ବି ଖାସ୍ ଲାଗିଲାନି। ଯଦି ଲାଗିଲା ତାହେଲେ 5ରୁ ନିହାତି 4 ରେଟିଂସ୍ ଦେବି। 4 ଚଳିବ, 5 ପାଇବା ପାଇଁ ଯୋଗ୍ୟ ହେଉଛି କର୍ମ, ଆଉ ଏଇଟା 4 ନିହାତି ଭାବେ, ଏତିକି ହିଁ ଦେବି ରେଟିଂସ୍। ଆଉ ବାକି ରହିଲା ବିଜିଏମ୍ ଗଲା ପରେ ମ୍ୟୁଜିକ୍, ଯାହା ବି ଅଛି ମ୍ୟୁଜିକ୍ ବି ଭଲ ଥିଲା। ବିଜିଏମ୍ ମ୍ୟୁଜିକ୍ ହୁଏତ କର୍ମ ସହିତ ଟିକେ ଡିଫରେନ୍ସ ଅଛି, କର୍ମ ପୁରା ଗୁଜବମ୍ସ ଆସି ଯାଉଥିଲା, କିନ୍ତୁ ଏଇଟାରେ ନୁହଁ, ଚଳିବ, ଯାହା ବି ଦିଆଯାଇଛି ଚଳିବ। ମାନସ ପାଢ଼ୀହାରୀ ଭାଇଙ୍କର ବଢ଼ିଆ ଲେଖା, ପୁରା ଷ୍ଟୋରି ମସ୍ତ ହେଇଛି, ସସ୍ପେନ୍ସ ପୁରା ଖୁନ୍ଦି ହେଇକି ଅଛି। ଯିଏ ଯିବ କାବା ହେଇକି ନେଇଥିବ କ'ଣ ହେଇଛି କ'ଣ ନାହିଁ। ଓକେ, ତ ନିହାତି ଭାବେ ରେଟିଂସ୍ ଯଦି ଫିଲ୍ମକୁ ଦିଆଯିବ ତାହେଲେ 5ରୁ ସିଓର 4 ଦିଆଯିବ। 5ରୁ 5 କାହିଁକି ନୁହଁ, କାରଣ ବିଜିଏମ୍ ଗୁଡ଼ା ଟିକେ ଅସୁବିଧା ଅଛି, ମାନେ ଭଲ ଲାଗୁନି, ଭଲ ଲାଗୁଛି କିନ୍ତୁ ଏତେ ବି ନୁହଁ। ଓକେ, ତ ସସ୍ପେନ୍ସ ପୁରା ଖୁନ୍ଦି ହେଇକି, ଯଦି ବି ତମକୁ କେଉଁଠି ଲାଗେ ଅସୁବିଧା ରହୁଛି, ତ ନିହାତି ସେଇଟା ଲାଗିବନି, କାହିଁକିନା ଏମିତି ଷ୍ଟୋରିଟାକୁ ବନାଯାଇଛି, ତମକୁ କିଛି ଲାଗିବନି, ଲାଷ୍ଟ ପର୍ଯ୍ୟନ୍ତ ବାନ୍ଧିକି ରଖିବ। ଠିକ୍ ଅଛି, ସେଥିପାଇଁ ସମସ୍ତେ ଯାଅ, ସମସ୍ତେ ଫ୍ୟାମିଲି ସହିତ ୱିକେଣ୍ଡରେ ଯାଅ, ଦେଖ, ରିଭ୍ୟୁ ଦିଅ, କମେଣ୍ଟରେ ଜଣାଅ କେମିତି ହେଇଛି। ଓକେ, ନିହାତି ଭାବେ ମାର୍କେଟ ଘାଣ୍ଟୁଛି, ଆଉ ଏଇଟା ସିଓର ବିଜନେସ୍ କରିବ, ନିହାତି ଭାବେ ବିଜନେସ୍ କରିବ ଇଏ। ଆଉ ଦଶହରାକୁ ଆସିବାକୁ ଯାଉଛି ରାବଣ, ଯେଉଁଟାକି ପ୍ୟାନ୍ ପୁରା ଲେଭେଲର, ଇଣ୍ଡିଆ ଲେଭେଲରେ ବି ରିଲିଜ୍ ହେବ। ଓକେ, ତ ନିହାତି ଭାବେ ସେଇଟା ବି ବଢ଼ିଆ ବିଜନେସ୍ କରିବ। ଓକେ, ରିଭ୍ୟୁ ତ ଆମେ ନେବା, କିନ୍ତୁ ଆଜି ପାଇଁ ଏତିକି, ରହିଲେ ଧନ୍ୟବାଦ। ଚ୍ୟାନେଲକୁ ସବସ୍କ୍ରାଇବ କରିନିଅନ୍ତୁ। ନେକ୍ସଟ ରିଭ୍ୟୁ ଆମର ଡାଏରୀ ହେରିକା ଆଣିବା।